ଆପଣ ଭାବୁଛନ୍ତି ଯେ ଆପଣଙ୍କର ଟାଇମ୍ ଲାଇନ୍ରୁ ଯେକୌଣସି ମେସେଜ୍ ହେଉ ଭିଡ଼ିଓ ହେଉ ଡିଲିଟ୍ କରିଦେଲେ ଟୋଟାଲି ଯାଉଛି କି ନାହିଁ, ସେ ଗୋଟିଏ ଜାଗାରେ ରହୁଛି। ସେଠି ମଧ୍ୟ ଆପଣ ଡିଲିଟ୍ କରନ୍ତୁ, ସେଠି ମଧ୍ୟ ଡିଲିଟ୍ କରନ୍ତୁ। ଦେଖନ୍ତୁ ସେଠି ମଧ୍ୟ ଆପଣଙ୍କର ଷ୍ଟୋରେଜ୍ ହେଇ ରହୁଛି। ସେ ଷ୍ଟୋରେଜ୍କୁ ଆପଣ ଡିଲିଟ୍ କରନ୍ତୁ। ଦେଖନ୍ତୁ ସେଠି ଡିଲିଟ୍ କରିସାରିଲା ପରେ ଆପଣଙ୍କର ଦେଖନ୍ତୁ ସେଠି ଡିଲିଟ୍ କରିସାରିଲା ପରେ ଆପଣଙ୍କର ଫେସବୁକଟା ଟିକେ ରିଫ୍ରେଶ୍ ହେବ। ତାପରେ ଲଗ୍ ଆଉଟ୍ କରିବେ, ଦେଖିବେ ଆପଣଙ୍କର ଫଲୋ ମଧ୍ୟ ବଢ଼ିବ, ଭ୍ୟୁ ମଧ୍ୟ ବଢ଼ିବ। ମୁଁ ଗ୍ୟାରେଣ୍ଟି ସବୁ ଆପଣଙ୍କୁ କହୁଛି। ଦେଖନ୍ତୁ ମୁଁ କେମିତି ଡିଲିଟ୍ କରୁଛି। ଭିଡ଼ିଓଟି ଦୟାକରି ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ଦୟାକରି ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ତ ସାଙ୍ଗମାନେ ଆମେ ଡାଇରେକ୍ଟ ଏଠି ଫେସବୁକଟି ଓପନ୍ କଲୁ। ଓପନ୍ କଲା ପରେ ମୁଁ ମୋର ଡ୍ୟାସବୋର୍ଡ଼ ଓପନ୍ କରିବି। ଏଠି କ୍ଲିକ୍ କଲି, ଏଟା ପରେ ମୋର ଡ୍ୟାସବୋର୍ଡ଼ଟା ମୋର ଓପନ୍ କଲି। ମୋ ଡ୍ୟାସବୋର୍ଡ଼ ଓପନ୍ କଲା ପରେ ମୁଁ ଆଜି କ'ଣ କ'ଣ ସବୁ ରିଲ୍ ସବୁ ପଠେଇଛି ସବୁ ଏଠି ମୁଁ ଦେଖାଯାଉଛି ଆପଣଙ୍କୁ। ସପୋଜ୍ ମୁଁ ବର୍ତ୍ତମାନ ଏଇ ଲାଇଭ୍ଟାକୁ ମୁଁ କ୍ଲିୟର୍ କରିବି। ସପୋଜ୍ ମୁଁ ଡିଲିଟ୍ କଲି, ଦେଖନ୍ତୁ ଏଠି ମୁଁ ଟ୍ରାସ୍ କଲି। ଟ୍ରାସ୍ କଲା ପରେ ଏଠି ମୁଁ ଡିଲିଟ୍ କରିଦେଲି। ଦେଖନ୍ତୁ ଆମର ଏଠି ମୋର ଡିଲିଟ୍ ହେଇଗଲା। ଦେଖନ୍ତୁ ଏଠି ମୋର ଟୋଟାଲ୍ ଡିଲିଟ୍ ହେଇଗଲା। କିନ୍ତୁ ଏମିତି ଜାଗାରେ ରହୁଛି ସେ ଜିନିଷଟିକି ଯେ ସିଷ୍ଟମ୍ଟାକୁ ପୁରା ସିଏ ଅପଲୋଡ଼ କରିବା ପାଇଁ ଦେଉନି, ଅପଡ଼େଟ୍ କରିବା ପାଇଁ ଦେଉନି ଏବଂ ଭ୍ୟୁ ବଢ଼ିବା ପାଇଁ ଦେଉନି ଏବଂ ଆପଣଙ୍କର ନୂଆ ନୂଆ ଫଲୋଅର୍ ମଧ୍ୟ କରିବା ପାଇଁ ଦେଉନି। ତ ଆମେ କ'ଣ କରିବା, ଏଠି ଏଇ ଯେ ଅଛି 3 ଡଟ୍ ତାକୁ ଆମେ କ୍ଲିକ୍ କରିବା। ଏଠି ଆମେ କ୍ଲିକ୍ କଲୁ। କ୍ଲିକ୍ କଲା ପରେ ଏଇ ପେଜ୍ଟା ଖୋଲିଲା। ଏ ପେଜ୍ ଖୋଲିଲା ପରେ ଆପଣଙ୍କ ପ୍ରୋଫାଇଲ୍ ସେଠୁ ମେଟା ଭେରିଫାଇଡ୍ VUH ଆକ୍ଟିଭିଟି ଲୋଗୋ ଦେଖାଯାଉଛି। ଏଇଟାକୁ ଆପଣମାନେ ଅନ୍ କରିବେ। ଏଟାକୁ ଅନ୍ କଲା ପରେ ଦେଖିବେ ଏମିତିଆ ପେଜ୍ ଆପଣଙ୍କୁ ଦେଖାଦେଲା। ଏଠି ଆପଣ କ'ଣ କରିବେ, ଏଠି ଏଚିଭ୍ ରହୁଛି, ଟ୍ରାଷ୍ଟ ରହୁଛି। ଏ ଟ୍ରାଷ୍ଟ ବଟନ୍ରେ ଆପଣ ଓକେ କରିବେ। ଓକେ କଲା ପରେ ଏମିତିକା ଗୋଟେ ଆପଣଙ୍କୁ ପେଜ୍ ଖୋଲିଲା। ଦେଖନ୍ତୁ ମୁଁ ସେଠି ଡିଲିଟ୍ କରିଦେଇଥିଲା, କିନ୍ତୁ ଏଠି ବର୍ତ୍ତମାନ ଡିଲିଟ୍ ଅଛି। ଦେଖନ୍ତୁ ଏବେ ଦେଖନ୍ତୁ ଏଟା ଅଛି। ତ ଏଟାକୁ ଆପଣ କ'ଣ କରିବେ, ଏଠି ଅଲ୍ କରିଦେବେ। ଏସବୁ ଅଲ୍ ବି କରିଦେଇପାରିବେ କି ଆପଣଙ୍କର ଇଏ କରିବେ। ମୁଁ ବର୍ତ୍ତମାନ ଅଲ୍ ମୁଁ କରୁନି, ମୁଁ ଏ ଭିଡ଼ିଓ 2-3ଟା ଭିଡ଼ିଓ ମୁଁ ଡିଲିଟ୍ କରିବା ପାଇଁ ଚାହୁଁଛି। ଏଠି ଆପଣ ଏଟା ଓକେ କଲା ପରେ ଅଲ୍ ହେଇଯିବ। ଅଲ୍ ହେଲା ପରେ ଦେଖନ୍ତୁ ଏ ତଳକୁ ଆସିବେ, ଏଠି ଏଚିଭ୍ ରହୁଛି, ରିଷ୍ଟୋର। ପୁଣି ଯାହା ରିଷ୍ଟୋର କରିବେନି, ପୁଣି ଆଉ ଥରେ ରିଷ୍ଟୋର ହେଇଯିବ। ଆପଣଙ୍କ ପୁଣି ପେଜ୍କୁ ପଳେଇବ। ତାହେଲେ ଆପଣ କ'ଣ କରିବେ, ଏଠି ଡିଲିଟ୍ କୁ ଅପସନ୍ ଦେଖିବେ। ଏଠି ଆପଣଙ୍କ ଏଚିଭ୍ ରହୁଛି, ରିଷ୍ଟୋର ରହୁଛି, ଡିଲିଟ୍ ରହୁଛି। ଏ ଡିଲିଟ୍କୁ ଆପଣ ଓକେ କରିବେ। ଏ ଡିଲିଟ୍ କଲା ପରେ ଆଇଟମ୍ ୟୁ ଡିଲିଟ୍ କ୍ୟାନ୍ ନଟ୍ ବି ରିଷ୍ଟୋର୍ଡ। ତ ଆପଣମାନେ ଏଟାକୁ ଡିଲିଟ୍ କରିସାରିଲା ପରେ ଆପଣ ଆଉ ରିଷ୍ଟୋର କରିପାରିବେ ନାହିଁ। ତ ମୋତେ କ୍ୱେଶ୍ଚନ୍ କଲା, ମୁଁ କ'ଣ କରିବି, ୟେସ୍ ଡିଲିଟ୍। ଏଠି ମୁଁ ଡିଲିଟ୍ କରିଦେଲି। ଡିଲିଟ୍ କଲା ପରେ ଆପଣ ଆପଣଙ୍କର ସେଇ ପାସୱାର୍ଡ଼ଟି ମନେ ରଖିଥିବେ। ଦେଖ ଏଟା କେତେ ଏ ପାସୱାର୍ଡ଼ଟି ମୁଁ ମାରିବି। ମୋର ମାରିଲା ପରେ ଏଟାକୁ କ'ଣ କଲା, ଏଠି ଆପଣଙ୍କୁ ଡିଲିଟ୍ କରିତେ ରହୁଛୁ। ଏଠି ଡିଲିଟ୍ କରିବା ପାଇଁ ଟାଇମ୍ ଲାଗିବ। ଓକେ ନା। ଏଠୁ ଆପଣ ଡିଲିଟ୍ ନିହାତି କରନ୍ତୁ। ଏ ଡିଲିଟ୍ ନ କଲେ ଆପଣଙ୍କର ସିଷ୍ଟମ୍ଟି ଟୋଟାଲ୍ ସ୍ଲୋ ହେବ ଏବଂ ଆପଣଙ୍କୁ ଫଲୋଅର୍ ବଢ଼ିବା ପାଇଁ ଦେବନି ଏବଂ ଆପଣଙ୍କର ଭ୍ୟୁ ମଧ୍ୟ ବଢ଼ିବ ନାହିଁ। ତ ଆପଣ ଏଇଠୁ ଆପଣଙ୍କର ଡିଲିଟ୍ କରିପାରିବେ। ଦେଖନ୍ତୁ ଏକୁ ଟାଇମ୍ ଲାଗିବ। ବର୍ତ୍ତମାନ ଡିଲିଟ୍ ହେଲା। କରିବି। ଦେଖନ୍ତୁ ପୁଣି ପଛେ ଆସିଲୁ। ପୁଣି ଆମେ କ'ଣ କରିବା, ଦେଖିବା ଏଠି ଆକ୍ଟିଭିଟି ଲଗ୍ କଲୁ। ବାସ୍ ଦେଖନ୍ତୁ ଟୋଟାଲ୍ 9 ଆଇଟମ୍ ଏମିତିକା ଡିଲିଟ୍ କରିଦିଅନ୍ତୁ। ଦେଖନ୍ତୁ ଏମିତିକା ଡିଲିଟ୍ କଲେ ଆପଣଙ୍କର ମଧ୍ୟ ଭଲ ବଢ଼ିବାର ସମ୍ଭାବନା ରହିଥାଏ। ଜୟ ଜଗନ୍ନାଥ। ଥ୍ୟାଙ୍କ ୟୁ।